ମନେ ପକାନ୍ତୁ କୁହ ଆପଣ ଏକଥା ସମରାସୁର ଯୁଦ୍ଧ କରିବା ସମୟରେ ଆପଣଙ୍କର ରଥ ଯାକ ଚାଲି ନଥିଲା ଆପଣ ପରାଜୟ ବରଣ କରି ଯାଇଥିଲେ ଆଉ ସେତେବେଳେ ମୁଁ କଣ କରିଥିଲି ଜାଣିଛନ୍ତି ମୁଁ ତୁମର ରଥର ସାରଥୀ ହୋଇ ତୁମର ରଥକୁ ଚାଳନ କରିଥିଲି ଯେଉଁଥିରେ ତୁମର ବିଜୟ ଲାଭ ହୋଇଥିଲା ଆଉ ସେଥିପାଇଁ ମୁଁ ତୁମକୁ ଦୁଇଟି ବର ଦେବା ପାଇଁ କହିଥିଲି ଆଉ ସେଇ ସମୟ ଆସି ପହଞ୍ଚି ଯାଇଛି ରାଜନ ସେଇ ବର ଦୁଇଟି ମୁଁ ଆଜି ତୁମ ପାଖରୁ ମାଗିବାକୁ ଚାହୁଁଛି ଓ ଏଇ କଥା ହଁ ଶୁଣ କହିକି ମୁଁ ଥରେ କହିଛି ନା ମୁଁ ସତ୍ୟଛନ୍ଦ ବଂଶର ଦାୟଦ ଏଭଳି ଶୁଭ ମୁହୂର୍ତ୍ତରେ ତମେ ମତେ ଦୁଇଟି ବର ମାଗିବାକୁ ଚାହୁଁଛ ନା ମୁଁ ପୁଣି ଥରେ ତୁମ ସତ୍ୟ ସତ୍ୟ ଦିବାର ତୁମେ ତୁମେ ଯୋଉ ଦୁଇଟି ବର ମାଗିବାକୁ ମୁଁ ତୁମକୁ କହିଥିଲି ତୁମେ ଏଇ ସମୟରେ ମାଗି ନିଅ ମୁଁ ତୁମକୁ ନିଶ୍ଚିତ ଅର୍ପଣ କରିବି ମୁଁ ଯେଉଁ ବର ମାଗିବି ଆପଣ ତାହା ଶୁଣିପାରିବେ ତ ଶୁଣିପାରିବି କୈକେୟୀ ଆପଣଙ୍କର ସେ ଧୈର୍ଯ୍ୟ ଅଛି ତ ହଁ କୈକେୟୀ ଆମ ପାଇଁ ମୁଁ ସବୁ କିଛି କରିବି ତାହେଲେ କହୁଛି ମୁଁ ଶୁଣ ମୋର ପ୍ରଥମ ବର ରାମ ପରିବର୍ତ୍ତେ ଭରତ ହବ ଏ ଅଯୋଧ୍ୟା ପଦକର ରାଜ ସିଂହାସନ ଖାଲି ସେତିକି ନୁହନ୍ତି ସ୍ୱାମୀ ଦ୍ୱିତୀୟ ବରଟି ଶୁଣି ନିଅନ୍ତୁ ରାମ ରାଜା ହେବେ ତ ଦୂରର କଥା ସେ 14 ବର୍ଷ ବନବାସ ଯିବ ଆସନ୍ତାକାଲି ଫେରିକ ସମୟ ଆଉ ବାକି ଅଛି କୈକେୟୀ ଆସନ୍ତାକାଲି ଶୁଭ ମୁହୂର୍ତ୍ତରେ ମୁହଁ ପୁଅ ହେଇଥାନ୍ତା ଅଯୋଧ୍ୟାର ରାଜା ମୋର ଗୋଟିଏ ନୁହ ଦୁଇ ନୁହ 600 750 ରାଣୀଙ୍କୁ କାହାକୁ ନ କହି ମୁଁ ଆଜି ଆଗେ ଆସିଥିଲି ତୁମ ପାଖକୁ କାହିଁକି ନା ଏ 750 ରାଣୀ ଆଉ ମୋ ବ୍ୟତୀତ ତୁମେ ସବୁଠୁ ବେଶୀ ଭଲ ପାଉଥିଲ ରାମକୁ ତମେ ରାମର ମା ଡାକ୍ୟ ତମେ ମାଦାନା ପିଶାଚି ତମ ହୃଦୟ ଏତେ ନିଷ୍ଠୁର ନାରୀ ତ ହୃଦୟରେ ବୁଝି
লাগিব ମୁଁ ତମକୁ ଦେବି କହିକି ହେଲେ ଜାଣିଛ କହିକି ହେଲେ ମୋ ରାମ ପାଇଁ ଏ ବର ଫେରେଇ ନିଅ ମୁଁ କହିଛି ନା ମୋ ପ୍ରାଣ ମାଗ ମୋ ଜୀବନ ମାଗ ଅଯୋଧ୍ୟାକୁ ନେଇଯାଅ ହେଲେ ମୋ ରାମକୁ ମୋ ଠାରୁ ଅଲଗା କର ନାହିଁ ତୁମେ କଣ ଚାହ ସତ୍ୟ ସନ୍ଧ ବଚନ କଳକ ଲାଗିଯାଉ ହେ ରାଜା ଦଶରଥକୁ ସମସ୍ତେ କଳଙ୍କିତ ରାଜା କୁହନ୍ତୁ ଏ ସୂର୍ଯ୍ୟ ସବୁଦିନ ପାଇଁ ପୁଣି ଯାଉ ହେଲେ ମୋ ରାମ ପାଇଁ ମୁଁ ବଞ୍ଚି ପାରିବିନି କହିଛି ତୁମେ ସତ୍ୟ କରିଛ ରାଜନ ମୁଁ ସେଥିପାଇଁ ଆପଣଙ୍କୁ ବାରମ୍ବାର ପନ୍ତି ମାଗି ନେଉଛି ଆପଣ ମତେ ଦେଇପାରିବେ ତ ଆପଣ ତ ସତ୍ୟ କରିଛନ୍ତି ଏବେ କାହିଁକି ପଛକୁ ଆପଣ କହୁଛନ୍ତି ଯେହେତୁ ରାଜନ ସେ ବର ଦୁଇଟି ମତେ ଆଜି ତୁମେ ଏଇଥିରେ ଦେଇଦିଅ ମୁଁ ତ ହାତ ଛୁଇଁଛି କହିଛି ଟିକେ ମାତୃତ୍ୱ ବୁଦ୍ଧିରେ ଚିନ୍ତା କର କହିଛି ତମେ ଜାଣିଛ ନା ଯେତେବେଳେ ଆମର ପୁତ୍ର ସନ୍ତାନ କେହି ନଥିଲେ এই অযোধ্যারে 750 নারীଙ୍କର କାହାର ବି ପୁତ୍ରଟେ ନଥିଲା ସମସ୍ତେ ରାଜା ଦଶରଥକୁ ପୁତ୍ରିକ ବୋଲି କହୁଥିଲେ ଆଉ ତୁମମାନଙ୍କର ସେଇ ଭଗବତ ପ୍ରେମରେ ଋଷି ପୁତ୍ର ଋଷ୍ୟଶୃଙ୍ଗଙ୍କର ଆଶୀର୍ବାଦରେ ଆମେ ରାମକୁ ପାଇଥିଲେ ଯୋଉ ରାମ ଆମକୁ ରକ୍ଷା କରିବ ଆଉ ରାମ ଜନ୍ମ ହେଲା ପରେ ସେ ଜନ୍ମ କରିଥିଲେ ମା କୌଶଲ୍ୟା ତାକୁ ସେ ନପାତ୍ରେ ତୁମ ପାଖରେ ସେ ଲାଳ ପାଳ ହେଇଥିଲା ଆମେ ପତି ପତ୍ନୀ ଦୁହେଁ ତାକୁ ଖେଳିକ ମାତ୍ର ଆମେ ଛାଡ଼ି ପାରୁନଥିଲେ କେତେବେଳେ ଦିନ ହୁଏ ରାତି ହୁଏ ତୁମେ ବି ଜାଣିପାର ନା ମୁଁ ବି ଜାଣିପାରେ ନା କେବଳ ଆମ ହୃଦୟରେ ଆମ ଜୀବନରେ ଗୋଟିଏ ନା ସେ ହେଉଛି ମୋ ରାମ କହିକି ତୁମେ ଯଦି ମୋ ରାମକୁ ମୋ ଠାରୁ ଛଡ଼େଇ ନବ ନା ମୁଁ କେତେ କଷ୍ଟରେ ମୁଁ ମୋ ରାମକୁ ପାଇଥିଲି କହିକି କାହିଁକି ତୁମେ ରାହୁ ଭଳି ଗ୍ରାସ କରୁଛ ମୋ ଚନ୍ଦ୍ରକୁ କହିକି ମୁଁ ତମକୁ ନେଉରା ହଉଛି କହିକି ଫେରେଇ ନିଅ କହିକି ମୋ ଜୀବନ ଧନ ମୋ ନୟନ ସମ୍ପୁଳି ମୋ ପ୍ରାଣ ପୋଡ଼ଉଛି ନା ମୁଁ ବଞ୍ଚି ପାରିବିନି କହିକି ମୁଁ ବଞ୍ଚି ପାରିବିନି ଦେଖ କହିକି ଅନ୍ତପୁରରେ ମୋ ରାମ କେମିତି ମୋ ମା ସୀତାଙ୍କୁ ଧରି ଆନନ୍ଦ ଉଲ୍ଲାସରେ ମାତି ରହିଛି ନା ରାଜନ ଆପଣଙ୍କ ମୁଖରୁ ଏମିତି ଶୋଭା ଦେଖାଯାଉଛି ଆପଣ ତ ସତ୍ୟ କରିଛନ୍ତି ନା ଆପଣ କେମିତି ହେଲେ ଆପଣଙ୍କୁ ସେ ସତ୍ୟ ରକ୍ଷା କରିବାକୁ ପଡ଼ିବ ଏତେ ବୁଝେଇଲା ପରେ ବି ତମ ମାତୃତ୍ୱ ହୃଦୟରେ ଚିନ୍ତା କର ତା ସେ କୋମଳ ନୟନ ମନକୁ ଟିକେ ବନା ଦେଖ କହିକି ମୋ ରାମ କିଭଳି ସୁନ୍ଦର ଦେଖାଯାଉଛି ଯୋଉ ରାମକୁ ଗୋଟିଏ କନ୍ଦର୍ପ ସମାନ ହୁଅନ୍ତିନି ଆଉ ଯେ ମୋ କମଳମତି ବାଳକକୁ এই কণ্টকিত পথর প্রতীক সজাই দেବାକୁ কেମିତି ଚାହୁଁଛ କହିକି ତମେ କଣ ଏଇଥିପାଇଁ ଭଲ ପାଉଥିଲ ଠିକ ସମୟରେ ମୋ ରାମକୁ କଣ୍ଟକମୟ ପଥର ପ୍ରତୀକ କରିବା ପାଇଁ ନା ମୁଁ ତମ ହାତ ଧରୁଛି କହିକି
ଏ ରାଜା ଦଶରଥ ତୁମର ପଦ ଧରୁଛି, ମୁଁ ତୁମକୁ ନେହୁରା ହଉଛି। ବର ଏ ବରକୁ ଫେରେଇ ନେଇ ଆଉ ଯାହା ମାଗିବ ବର ମୁଁ ଦେବି। ନା କୈକେୟୀ ମତେ ଏଇ ଦୁଇଟି ବର ଦବାକୁ ପଡିବ ଆପଣଙ୍କୁ। କୈକେୟୀ ତମେ ତୁମ ମାତୃତ୍ୱ ବୋଧେ ଚିନ୍ତା କଲ କୈକେୟୀ। ଗୋଟେ ପିତା ତା ପୁତ୍ରକୁ କହିବ ଯେ ତୁ ରାଜା ହେବା ପରିବର୍ତ୍ତେ ତୁ ଏ ଘଞ୍ଚ ଅରଣ୍ୟରେ ଯାଇ ବନବାସୀ ଜୀବନ ଯାପନ କରିବୁ। କୁହ ତମେ କଣ କରିପାରିବ କୈକେୟୀ? ମୁଁ ତ ପିତା ହିସାବରେ କଥାକୁ କହିପାରିବି। ଆଉ ଥରେ ଚିନ୍ତା କର କୈକେୟୀ। ଆପଣ କହିପାରିବେନି ତ? କୈକେୟୀ ଠିକ ଅଛି, ସେ କଥାଟା ମୁଁ ତାକୁ କହିଦେବି। କୈକେୟୀ ହଁ, ସେ କଥା ମୁଁ ତାକୁ ନିଶ୍ଚିତ ଭାବେ କହିଦେବି। ଆପଣ ଆପଣ ଏଇଠାରେ ବସନ୍ତୁ। କୈକେୟୀ ମୁଁ ରାମକୁ ଡାକି ଏ କଥା ତାକୁ ଜଣେଇ ଦଉଛି। ତମେ କଣ କରିପାରୁଛ ତା ଭାବି ପାରୁଛ ତ? ମୁଁ ଠିକ ଭାବି ପାରୁଛି। ଏ ଦୁନିଆରେ ସ୍ୱାମୀ ମାନେ ଯଦି ସ୍ତ୍ରୀକୁ ଅତି ନିଜର କରିଦିଅନ୍ତି ତାହେଲେ ଅତି ଭଲ ପାଇ ବସନ୍ତି। ସେ ଏଇଭଳି ରାଜା ଦଶରଥ ଭଳି ଏଭଳି କଷ୍ଟରେ ଜୀବନ ଯାପନ କରନ୍ତି। ତମେ ଗୋଟେ ମାୟାବିନୀ, ତମେ ଗୋଟେ ରାକ୍ଷସ, ତମେ ଗୋଟେ ପିଶାଚୁଣୀ। ଦୁର୍ଗ ଠାରୁ ଦୁର୍ଗ। ମୁଁ ତୁମର ମୁଖ କେବେ ଦେଖିବାକୁ ଚାହେଁ ନା। ହେ ରାମ, କଣ କହି ମୁଁ ତତେ ବୁଝାଇବି ରେ ରାମ? ତୋ ଜନ୍ମ ହେବା ପରଠାରୁ ମୁଁ ତୋରି ପାଇଁ ଏ ବୃଦ୍ଧ ଜୀବନ ଯାପନ କରୁଛି। ତୋରି ମୁଖକୁ ଚାହିଁ ମୁଁ ରାଗ ଭରୁଷ ଅଭିମାନ ସବୁ ତ୍ୟାଗ କରିଥିଲି କେବଳ ତୋରି ପାଇଁ ରେ ରାମ। ହେଲେ ତତେ ମୁଁ ଏତେ ଭଲ ପାଇଗଲି ଯେ ତତେ ଆଣି ତୋ ମାକୁ ଭଲ ପାଇ ମୁଁ ତ କାଲି ବନବାସୀ ଛଦେଇ ଦେବାକୁ ଯାଉଛି। ଠିକ ରାଜା ଦଶରଥ, ଠିକ ତୋର ରାଜପୁରିଆ, ଠିକ ତୋର ପିତା ମାତା, ଠିକ ଦଶରଥ। ଆପଣ ରାମକୁ କହିବା ଦରକାର ନାହିଁ ରାଜନ। ମୁଁ ରାମକୁ ସେ କଥା ବୁଝି କହିଦେବି। କୈକେୟୀ ଆପଣ ଏଇଠାରେ ବସନ୍ତୁ, ମୁଁ ରାମକୁ ଏଇଠି ଡାକି ନେଉଛି। राममंत्र पिपासक समस्त सुधी समाज, मातृकल्पा भग्निकल्पा समस्त मान मान भौणी मान,
सम्यक समय मध्य आपण मान सम्मुख में किसी बदान्य व्यक्ति मानकर दान एवं तार परिमाण सूचना करने चाहूँ। सर्वश्री शांति साहू देउल साही 50 कोटी भारतीय मुद्रा, मृत्युंजय बेहरा बड़वाणिया साही 40 टंका, गणेश सामंतरा देउल साही सीतांक शाढ़ी एवं 101 टंका, रक्षाकर बेहरा बड़वाणिया साही 51 टंका, दीपक कुमार प्रधान हरिबोल 51 टंका, हेमंत बेहरा रामंक अभिनय 20 टंका, पूर्ण प्रधान देउल साही 510 टंका, शरद जेना झाटीनवागा 30 टंका, भालू बेहरा बड़वाणिया साही 21 टंका, सुशांत कुमार पट्टनायक चंदन साही 200 टंका, बलभद्र परिड़ा गायक गामुछा, काबू साहू गायक को 50 टंका। परिशेष चेमा बेहरा बालीपाटपुर गायक को 20 टंका प्रदान कर से बदान्य व्यक्ति मानकर प्रभु मर्यादा पुरुषोत्तम रामचंद्र सर्वविध कल्याण करंतु एतिकी ही कामना। रथ बेहरा भूषणपुर 20 टंका प्रदान कर प्रभु कल्याण कामना करंतु। संग्राम बेहरा दशरथंकर अभिनय मुग्ध हुई 21 टंका प्रदान करिसेंती से महाप्रभु रामचंद्र तंकर कल्याण विध कामना करंतु एतिकी कामना। कैकेयी डाकन्ते राम होइले प्रवेश हे होइले प्रवेश पिता मातांकु देखिले मनरे विरथ रघुवंशी से विषय की मातांकु से पूछिले। राम बाबा राम मोरी कोटी बस बाबा रघुवंशी हे रघुवंशी हे विषय की मातांकु से पूछिले। माँ पुत्र मोर प्रणाम ग्रहण करंतु माँ पुत्र माँ पुत्र ए राम मन एक प्रश्न बाची माँ कुह पुत्र रात्र पाहिले अयोध्या राजसिंहासन रे राम अभिषिक्त हेब पिताश्री घोषणा द्वारा अयोध्यावासी द्वारा द्वारे रंभा वृक्ष एवं पूर्णकुंभ सारा राज्य रे डेंगुरा बाजिछि रात्र पाइले अयोध्या राजसिंहासन रे राम अभिषिक्त हेब एही घोषणा को अनुक्रमे देवालय रे शुभुजी घंटा घंटी शंख एवं हरिबोल हुलहुली समस्त राज्यवासी मन रे आनंदर उत्साह लहरी एही समय रे पिताश्री मन मलिन पड़ी जाइछि काहेकि काहेकि मां ए राम ए अयोध्या राजा हेउ पिताश्री कोन सम्मति नथिला कि मां मु कहूची बाबा तुमे मन दे सुन। कैकेयी बोइले वीर रखी पिता सत्य हे रखी पिता सत्य धरिले देउ वंशे भगीरथ सत्य करी हे निशत होइले दंडधारी हे। बाबा रामचंद्र मां तुमे हूँ सत्य सत वंशर दायित्व ए वंशर राजा माने कौन करथिले जे बाबा सत्य रक्षा करिबा पई
ଏ ସଂସାର ମଧ୍ୟରେ ବିରାଟ କୀର୍ତ୍ତି ରଖି ଅର୍ଜନ କରିଥିଲେ। ଆଉ ସେ ବିଦ୍ୟାଙ୍କର ସତ୍ୟ ତୁମ ପିତାଶ୍ରୀ ସତ୍ୟ କରିଛନ୍ତି ପୁତ୍ର। ମା ଆଉ ସେ ସତ୍ୟକୁ ରକ୍ଷା କରିବା ପାଇଁ ସେ ନାରାଜ ଅଛନ୍ତି ପୁତ୍ର। ସେଇଥିପାଇଁ ତାଙ୍କ ମନରେ ଦୁଃଖ ଅଛି ପୁତ୍ର। କି ସତ୍ୟ ମା? ଯାହା ସତ୍ୟ ରଖିଛନ୍ତି ପିତାଶ୍ରୀ ମୋ ଆଗରେ କୁହନ୍ତୁ, ମୁଁ ନିଶ୍ଚିତ ପାଳନ କରିବି ମା। ତାହା ଦେଇ ତୁମେ ମନ ଦେଇ ଶୁଣ। ମାତାଙ୍କୁ ଚାହିଁ ଗୋଲମ୍ବି କୌଶଲ୍ୟାନନ୍ଦନ ହେ କୌଶଲ୍ୟାନନ୍ଦନ। ସତ୍ୟ ଫେରିଣ ବେଗେ କର ଅବଧାନ କଲି ସତ୍ୟରେ ପିତା ସତ୍ୟ ରଖିବି ବିୟର୍ଦ୍ଦରେ। ମା ପୁତ୍ର, ଏ ରଘୁବଂଶର ପୂର୍ବଜମାନେ ନିଜର ସତ୍ୟକୁ ପ୍ରତିପାଦନ କରିବା ପାଇଁ, ପ୍ରତିପାଳିତ କରିବା ପାଇଁ ଏ ସଂସାର ବକ୍ଷରେ କୀର୍ତ୍ତିସ୍ତମ୍ଭ ରୂପରେ ପରିଗଣିତ ହୋଇଛନ୍ତି। ଆପଣ କୁହନ୍ତୁ ମା, ପିତାଙ୍କର କେଉଁ ସତ୍ୟ? ଯଦି ପିତାଶ୍ରୀଙ୍କ ସତ୍ୟ ପାଳନ କରି ଏ ରାମଚନ୍ଦ୍ରକୁ ନିଜର ପ୍ରାଣ ଉତ୍ସର୍ଗୀକୃତ କରିବାକୁ ହୁଏ, ମୁଁ ନିଶ୍ଚିତ ମୋ ପ୍ରାଣକୁ ଉତ୍ସର୍ଗୀକୃତ କରିବି ମା। ଯଦି ପିତାଶ୍ରୀଙ୍କ ସତ୍ୟ ରକ୍ଷା କରିବାକୁ ଯାଇ ମତେ ହଳହଳା ବିଶ୍ୱକୁ ଆକଣ୍ଠ ଚିତ୍ତରେ ପାନ କରିବା ପାଇଁ ମୁଁ ପ୍ରସ୍ତୁତ ଅଛି ମା। କୁହନ୍ତୁ ମା, ମନରୁ ସମସ୍ତ ଶଙ୍କାକୁ ଦୂରୀଭୂତ କରନ୍ତୁ ଏବଂ ପିତାଶ୍ରୀଙ୍କ ସତ୍ୟ କଣ ଅଛି ନିର୍ଦ୍ଦନ୍ଦ ମୋର ଆଜ୍ଞା ପ୍ରତିପାଦନ କରନ୍ତୁ ମା। କୈକେୟୀ ବୋଇଲେ ବାବୁ ଶୁଣ ରାମଚନ୍ଦ୍ର ହେ ଶୁଣ ରାମଚନ୍ଦ୍ର। ତୁମେ ମନେ ଯିବ ବ୍ରତ ହୋଇବ ନରେନ୍ଦ୍ର ଚତୁର୍ଦଶରେ ସମସ୍ତର ହେବ ମୁନିବେଶରେ। ବାବା ରେ ରାମଚନ୍ଦ୍ର, ମା ଶୁଣିବ ପିତାଙ୍କର କେଉଁ ସତ୍ୟ? କେଉଁ ସତ୍ୟ ମା? ଠିକ ଅଛି, ତାହେଲେ ମୁଁ କହୁଛି ଶୁଣ। ଆସନ୍ତା କାଲି ପ୍ରାତ ସମୟରେ ତୁମେ ଅଯୋଧ୍ୟାର ରାଜା ହୋଇଥାନ୍ତ ପୁତ୍ର। ଶୁଣିଛି ମା। ହେଲେ ପିତା ସତ୍ୟ କରିଛନ୍ତି ତୁମେ ରାଜା ହେବା ପରିବର୍ତ୍ତେ 14 ବର୍ଷ ଅରଣ୍ୟରେ ବାସ କରିବ ପୁତ୍ର। ଆଉ ଦ୍ୱିତୀୟବାର କଣ ଜାଣିଛ ପୁତ୍ର? କଣ ମା? ତୁମ ପରିବର୍ତ୍ତେ ଭରତ ହବ ଏ କଟକ ଅଯୋଧ୍ୟା ସିଂହାସନର ରାଜ ଅଭିଷିକ୍ତ ହବ। ସତ୍ୟସନ୍ଧ ବଂଶେ ଜାତ ହୋଇଛ ହେ ବୀର। ଆଏ ସତ୍ୟସନ୍ଧ ବଂଶେ ଜାତ ହୋଇଛ ହେ ବୀର। ଶ୍ରୁତି ଶାସ୍ତ୍ର ତୁମ୍ଭଙ୍କୁ ଗିରବାଗୋଚର ପିତାବାଣୀ ଆଗ ପିତାବାଣୀ ହେ ନ ପାରନ୍ତି ଅଧମ ସେ ପ୍ରାଣୀ ହେ। ବାବା ରେ ରାମଚନ୍ଦ୍ର, ମା ତୁମେ ତ ହଉଛ ସତ୍ୟସନ୍ଧ ବଂଶର ଦାୟିତ୍ୱ, ଆଉ ତୁମେ ହଉଛ ଜ୍ଞାନୀ। ମୁଁ ଜାଣିଛି ରାମ, ତୁମକୁ ବା ମୁଁ କଣ ବୁଝେଇ ପାରିବି? ପିତୃ ସତ୍ୟ ରକ୍ଷା କରିବା ପାଇଁ ତୁମକୁ ବନକୁ ଯିବାକୁ ପଡିବ ରାମ। ତୁମକୁ ବନକୁ ଯିବାକୁ ପଡିବ। ମା ହଁ ପୁତ୍ର। ଏ ପୂର୍ବରୁ ଆପଣଙ୍କୁ କହିଲି ନା, ଯଦି ପିତାଶ୍ରୀଙ୍କର ସତ୍ୟ ହୁଏ ଏ ରାମ ହସି ହସି ତା ଜୀବନକୁ ଉତ୍ସର୍ଗୀକୃତ କରିଦେବ। ହେଉ ମା, ମୁଁ ହୋଇଥାନ୍ତି ରାଜା, ମୋର ସାନୁଜ ମୋର ପ୍ରାଣ ଭରତ ତ ରାଜା ହେବ।
ଏଥିରେ ମୋର ମନ ଦୁଃଖ ନାହିଁ ମା। ମୁଁ ହସି ହସି 14 ବର୍ଷ ପାଇଁ ଅରଣ୍ୟକୁ ଚାଲିଯିବି ମା। ହେଲେ ଯିବା ପୂର୍ବରୁ ଏ ରାମଙ୍କର ଆପଣଙ୍କୁ କିଛି ଅନୁରୋଧ, କିଛି ମାଗିବି ମା, ଆପଣ ଦେବେ? ହଁ ପୁତ୍ର, ତୁମେ ଯାହା ମାଗିବ ମୁଁ ତୁମକୁ ନିଶ୍ଚିତ ଦେବି। ଶୁଣିଣ ଶ୍ରୀରାମଚନ୍ଦ୍ର ସନମତ କଲେ, ସନମତ କଲେ। କୌଶଲ୍ୟା ଜନନୀ ପିତା ତୁମ୍ଭଙ୍କୁ ଲାଗିଲେ ସୀତା, ତୋ କହେ କ୍ଷମା କରିବା ହେବେ ଅଧ୍ୟାୟେ। ତିଆରିବ ଭରତଙ୍କୁ ପ୍ରଜା ନ ମିଳିବ। ତିଆରିବ ଭରତଙ୍କୁ ପ୍ରଜା ନ ମିଳିବ। ଜ୍ଞାତି ବନ୍ଧୁ ଜନଙ୍କୁ ସେ ସମାନେ ପାଳିବ। ଏତେ କହି ଆହେ ଏତେ କହି ରେ ପିତା ମାତାଙ୍କୁ ଅଳଗିବି ରେ। ମା ପୁତ୍ର, ଯିବା ପୂର୍ବରୁ ଏ ରାମର ଆପଣଙ୍କୁ ଅନୁରୋଧ, ମୋର ମାତା କୌଶଲ୍ୟା ଯେତେବେଳେ ଏ ସଂସାର ବକ୍ଷରେ ମୋର ମାତା କୌଶଲ୍ୟା ମତେ ଜନ୍ମ ଦେଲେ, ଅପୁତ୍ରିକ ଦୃଷ୍ଟିରୁ ସେ ମୁକ୍ତି ପାଇଥିଲେ ମା। ଯିବା ପୂର୍ବରୁ ଏତିକି ଅନୁରୋଧ ମା ଏ ରାମର, ଯେତେବେଳେ ଯେତେବେଳେ ମୋ ପିତା ମାତାଙ୍କର ବୃଦ୍ଧା ସମୟ ଆସି ଉପଗତ ହେବ, ପିତା ମାତାଙ୍କର ସେବା କରିବାକୁ ଏ ରାମ ଏ ଅଯୋଧ୍ୟାରେ ନଥିବ ମା। କିନ୍ତୁ କିନ୍ତୁ ଆପଣଙ୍କୁ ମୋର ଅନୁରୋଧ, ଯେତେବେଳେ ଯେତେବେଳେ ମୋ ମାତା ଅଧୀର ହୋଇ ତା ପୁତ୍ର ରାମକୁ ଖୋଜିବେ, ସେତେବେଳେ ସେତେବେଳେ ଆପଣ ସାନ୍ତ୍ୱନାମୂଳକ ହୋଇ ତାଙ୍କର ସେବା ଶୁଶ୍ରୂଷା କରୁଥିବେ ମା। ହେ ମା, ଇଏ ହେଉଛି ମୋର ପ୍ରଥମ ଭିକ୍ଷା ଏବଂ ଦ୍ୱିତୀୟ ଭିକ୍ଷା କଣ ଜାଣନ୍ତି ମା? ଓ ପୁତ୍ର, ସୀତା ହେଉଛି ମିଥିଳା ଦେଶର ରାଜକନ୍ୟା, ଆପଣଙ୍କର କୁଳବଧୂ। ଯେତେବେଳେ ଯେତେବେଳେ ଆପଣଙ୍କ ନିକଟରେ ମୋ ସୀତା କିଛି ଭୁଲ କରି ବସେ, ଏ ରାମର ଅନୁରୋଧ ମା, ତାକୁ ନିଜର କନ୍ୟା ଭାବି ଆପଣ କ୍ଷମା କରିବେ। ତୃତୀୟ ଭିକ୍ଷା କଣ ଜାଣନ୍ତି ମା? ତୃତୀୟ ଭିକ୍ଷା ହେଉଛି ମୋର ପ୍ରାଣ ପ୍ରତିଭ ହେଉଛି ମୋ ଭରତ। ଅରଣ୍ୟକୁ ଯିବା ପୂର୍ବରୁ ଭରତ ସାଙ୍ଗରେ ସାକ୍ଷାତ ହେବ କି ନାହିଁ ମୁଁ ଜାଣିନି ମା, କାରଣ ମୁଁ ଭରତ ବର୍ତ୍ତମାନ ମାତୃଳାଳୟରେ। ହେ ମା, ଯେତେବେଳେ ରାତ୍ର ପାଇଲେ ଭରତ ଏ ଅଯୋଧ୍ୟା ସିଂହାସନରେ ଚକ୍ରବର୍ତ୍ତୀ ସମ୍ରାଟ ରୂପରେ ଅଭିଷିକ୍ତ ହେବ, ଜାଣିଛନ୍ତି ତାକୁ ନୀତି ଉପଦେଶ ଦେବେ ମା, କାରଣ ମୋ ଭରତ ହେଉଛି ରାଜକାର୍ଯ୍ୟ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ। ଯେତେବେଳେ ଯେତେବେଳେ ଅଯୋଧ୍ୟାକୁ ସେ ପ୍ରବେଶ କରିବ, ଆଗମନ କରିବ, ସେତେବେଳେ ତାହାର ପ୍ରାଣ ପ୍ରତିମ ଅଗ୍ରଜ ରାମକୁ ସେ ନିଶ୍ଚିତ ଖୋଜିବ। ତାକୁ ସାନ୍ତ୍ୱନା ଦେବେ ମା, ଆଉ ଏତିକି ବୁଝାଇବେ, ଯେତେବେଳେ ରାଜ୍ୟଭାର ଏତେ ଉତ୍କୃଷ୍ଟ କରିଦେବ ନାହିଁ ଯେ ଯେତେବେଳେ ପ୍ରଜାମାନେ ସମସ୍ତ ଅଶାନ୍ତିର ସମ୍ମୁଖୀନ ହେବେ, ହେ ମା, ଜାତି ଧର୍ମ ନିର୍ବିଶେଷରେ ସମସ୍ତ ପ୍ରଜାମାନଙ୍କୁ ସେ ସମାନ ଦୃଷ୍ଟିରେ ଦେଖିବ। ମା, ମୋର ପୁନଶ୍ଚ ଅନୁରୋଧ, ଏ ଭିକ୍ଷା ଗୁଡ଼ିକୁ ଏ ରାମର ନିଶ୍ଚିତ ରକ୍ଷା କରିବେ ମା। ଓ ପୁତ୍ର, ଆଉ କାହିଁକି କାଳ ବିଳମ୍ବ କରିବି? ରାତ୍ର ପାହିବା ପୂର୍ବରୁ ନିଘଞ୍ଚ ଅରଣ୍ୟ ମଧ୍ୟକୁ ରାମ ଚାଲିଯିବ। ପିତାଶ୍ରୀଙ୍କ ଆଶୀର୍ବାଦ ନେଇ, ଆପଣଙ୍କ ଆଶୀର୍ବାଦ ନେଇ ମୁଁ ନିଘଞ୍ଚ ଅରଣ୍ୟ ମଧ୍ୟକୁ ଯିବି, ଆଉ କାଳ ବିଳମ୍ବ କରିବିନି। ସୂର୍ଯ୍ୟ ବଂଶ କଳଙ୍କିତ ହେବା ପୂର୍ବରୁ
ଏ ନର ରାମ ନିଶ୍ଚିତ ଅରଣ୍ୟକୁ ଯିବାକୁ ପଡ଼ିବ ମା। ମତେ ଆଶୀର୍ବାଦ କରନ୍ତୁ ଯେପରି ଆପଣଙ୍କର ଏ ସତ୍ୟକୁ ପାଳନ କରି ପିତାଶ୍ରୀଙ୍କ ସତ୍ୟକୁ ପାଳନ କରି 14 ବର୍ଷର କଣ୍ଟକିତ ପଥର ପଥିକ ସାଜି ପୁନଶ୍ଚ ଆପଣଙ୍କ ଚରଣାର ବିନ୍ଧ ଯୋଗେ ରାମ ଫେରି ଆସିବ। ଏକ ସା ବସ୍ତ୍ର